ଆଜି ମୋ ସ୍ୱାମୀ କହୁଛନ୍ତି ତୁ ଟିକେ ଅଲଗା ପ୍ରକାର ଦେଖାଯାଉଛି। ମାନେ କ'ଣ ପାଇଁ? ମୁଁ ତ ଯେମିତି ଆଗରୁ ଦେଖାଯାଉଥିଲି ଏବେ ବି ସେମିତି ଦେଖାଯାଉଛି। ଆଉ କ'ଣ ଚେଞ୍ଜେସ୍ କ'ଣ ମୋ ଭିତରେ ଆସିଯାଇଛି ନା କ'ଣ? କହିଲେ ନା ଟିକେ ଆଜି ଟିକେ ଅଲଗା ରକମ ଦେଖାଯାଉଛି। ତ ଆଜି ଫାଷ୍ଟ ମୋ ମାଆଙ୍କର ତରକାରୀ ରାନ୍ଧିଥିନି କାହିଁକିନା ମାଆ ଆଇଁଷ ଖାଇବେନି। ତ ତାଙ୍କର ମୁଁ ନିରାମିଷ ତରକାରୀ ରାନ୍ଧିଥିନି। ଏଠି ଫୁଲକୋବି ଆଳୁକୁ ଭାଜି ଦେଇକି ମସଲା ଦେଇକି ତାକୁ ରାନ୍ଧିଥିନି। ଆଉ ଗୋଟେ ଶାଗ ତରକାରୀ କରିଦେଇଥିନି। ତ ଆମର ଏଠି 2 ଦିନ ହେଲା ମାଛ ଭଜା ହେଇକି ଥିଲା। ତାକୁ ମୁଁ କ'ଣ କଲି ନା ଟିକେ ଭାଜିକି ରଖିଲେ ମାଛ ଟିକେ ଅଲଗା ପ୍ରକାର ବାସ୍ନା ହୁଏ। ତ ତାକୁ ମୁଁ ଆଳୁ ଆଉ ବେସର ଦେଇକି ତାକୁ ଟିକେ ଆମ୍ବୁଲ ଗୋଟେ ପକେଇ ଦେଇକି ତାକୁ ରାନ୍ଧିଦେଇଥିନି। ଆଉ କେମିତି କ'ଣ ଲାଗିଲା କ'ଣ ମୁଁ ଖାଇ ନାହିଁ ତାକୁ ମୁଁ ଜାଣି ନାହିଁ, କିନ୍ତୁ ଖାଇଲେ ଜଣା ପଡ଼ିବ। ଆଉ ଆମର ଏଠି ଓଳିଆରି ପତ୍ରୀ ମାଛ ଆଣିଥିଲେ, ତାକୁ ଟିକେ ଖଟା ମିଠା ଦେଇ ଚଚଡ଼ା କରିଦେନି। ଆଉ ରାନ୍ଧି ସାରିକି ମୁଁ ଟିକେ ଶୋଇତେ ଗଲା ବେଳକୁ ମା ତାଙ୍କର ଯିବେ ବୋଲିକି ବାହାରିଲେଣି ତାଙ୍କ ବାପ ଘରକୁ। ଆଉ ସେଥିପାଇଁ ମୁଁ ଶୋଇମି କ'ଣ, ମୋ ନିଦ ତ ପୁରା ଭାଗିଗଲା। ଆଉ ଯେତେ ଜୋର ମୋତେ ନିଦ ଆସିଥିଲା ମୋ ନିଦ ପୁରା, ମୁଁ କହିଲି ହଉ ତାହେଲେ ଆଉ ଶୋଇପାରିବି ନା, ଆଉ ଯାଏ କାମ ସାରିଦିଏ। ଆଉ ଯେହେତୁ ଦିନ ଛୋଟ ଅଛି ସାଙ୍ଗେ ସାଙ୍ଗେ ଏଇକ୍ଷଣି ସଞ୍ଜ ହେଇଯିବ। ଆଉ ସେଥିପାଇଁ ମୁଁ କ'ଣ କନା ଆଉ ଶୋଇଲି। ତ ହଁ, ଯେଉଁମାନେ ମୋର ଭିଡ଼ିଓ ଦେଖୁଛନ୍ତି ପ୍ଲିଜ୍ ଟିକେ କମେଣ୍ଟ କରିଦେବେ ଭିଡ଼ିଓଟି ଭଲ ଲାଗୁଛି କି ନାହିଁ। ତ ରହୁଛି ଯେ।